ଆରେ ସେଇ କାମଟା ହେଇଯାଇଛି ରେ। ସତ କହୁଛ? ସତରେ ତମେ ସତ କହୁଛ ନା? ହଁ ଲୋ ଝଞ୍ଜା। ଆରେ ସତ କଥା, କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡ଼ିଥାଏ। ସତରେ ତୁମେ ମାନେ ନା ଆଜି ବହୁତ ଭଲ କାମଟିଏ କରି ଦେଖେଇଛ। ସେଇଥିପାଇଁ ତ ମୁଁ କହେ ପ୍ରତ୍ୟେକ ସଫଳ ପୁରୁଷ ପଛରେ ଗୋଟିଏ ନାରୀର ହାତ ଥାଏ। ମୁଁ ଠିକ କହିଲି ନା ଝଞ୍ଜା? ହଁ ସତରେ ନା ରହିବ ବାଉଁଶ ନା ବାଜିବ ବଂଶୀ। କିନ୍ତୁ ମନେ ରଖ, ହଁ ରାଜା ଆସିଲା ପରେ ତାର ଧନ ସମ୍ପତ୍ତି ତାକୁ ଆମର ହାତରେ ଉଠାଇ ନେବା। ଜାଣିଛ, ଯଦି ରାଜା ସେଇ ପଙ୍ଗ ସ୍ତ୍ରୀକୁ ଧରିକି ଆସିବ, ତୁମେ ମାନେ କ'ଣ କରିବ ଜାଣିଛ ନା? କ'ଣ କରିବା ଲୋ ମା? ଏଇ ଦୁଆର ମୁହଁରୁ ଭିତରକୁ ଫସେଇବାକୁ ଦେବନି। ଅରେ ଅନାଦି, ଗୁରୁ ତୁ ସେପଟରେ ଜଗିଥା। ହଁ ଗୁରୁ। ସେ ଆସିବା ସମୟ ଆସିଯାଇଛି। ହଁ ହଁ ଏ ଝଞ୍ଜା, ସ୍ୱାମୀ, ଆସଲ ଏଇ ଶୁଭ ମୁହୂର୍ତ୍ତରେ ଆମେ ଟିକେ ଚାଲିଯିବା ଅଲଗା ଦୁନିଆକୁ। ସତ କହୁଛ ନା? ଆରେ ଆସ, ହଁ ହଁ ଚାଲ। ସତରେ ସେ ଖୁସିରେ ନା ମୋ ମନଟା ବି ନାଚି ଯାଉଛି। ଶୁଣିବ ନା ମୋ ମନ କ'ଣ କହୁଛି? ସତରେ ଶୁଣିବ ନା? ତୁମରି ପ୍ରେମରେ ମୁଁ ଯେ ହଜି ଯାଇଛି, ତୁମରି ପ୍ରେମରେ ମୁଁ ଯେ ଫସି ଯାଇଛି। ମନେ ମନେ ମୁଁ ତୁମକୁ ଭଲ ପାଉଛି। ତୁମରି ପ୍ରେମରେ ମୁଁ ଯେ ଫସି ଯାଇଛି, ତୁମରି ପ୍ରେମରେ ମୁଁ ଯେ ବାହି ହେଇଛି। ମନେ ମନେ ମୁଁ ତୁମକୁ ଭଲ ପାଉଛି। ମନେ ମନେ ମୁଁ ତୁମକୁ ଭଲ ପାଉଛି। ସତରେ ତୁମେ ନା ବେଶୀ ହେଇଯାଉଛ ମ। ତୁମେ ମୋ ଜୀବନ ସଜ ସଲିତା ହୋ ଜଲୁଥିବି ନିତି ଭାଗରେ। ଉଜ୍ଜଳ ହୋଇବ ମୋ ସାରା ସଂସାର, ମରି ଖୁସି ଦେବ ମୋ ଗବାରେ। ତୁ ଉଡ଼ା ଭମର, ମୁଁ ଅଲି ତୁମର, ମୁଁ ଉଡ଼ା ଭମର, ତୁ ଅଲି ମୋର। ମନେ ମନେ ମୁଁ ତୁମକୁ ଭଲ ପାଉଛି।
ଇମ ଇ ସତରେ ଇ କ'ଣ କରୁଛ ମୋ ମତେ ନା ଭାରି ଲାଜ ମାରୁছিল ମା ଆଇଲୋ ଧନ୍ଦା ନାହିଁ ଏଥିରେ ଲାଜ କ'ଣ ପାଇଁ ହଁ ଏଥର ଏଇଠି ଥାରେ ହଁ ହଁ ଏମାନଙ୍କୁ ଆଉ ଜମାରୁ ପୋଷାଇ ଦେବୁନି। ଠିକ ଅଛି ଗୁରୁ ଆପଣଙ୍କ କଥାରେ ମୁଁ ମାନିବି। ଆଉ ସେମାନେ ଯଦି ଆସିଯିବେ ଆମେ ତାଙ୍କର ଧନ ସମ୍ପତ୍ତିଟାକୁ ଆମେ ଛଡ଼େଇ ନେବା। ହଁ ଏଇ କଥାଟା ମନେ ରଖିବ। ଆହା, ବାଟ କାହିଁକି ଶିଖିଛ? ବଡ଼ ଭାଇ ଆପଣ ପୁଣି ଏଠାକୁ କାହିଁକି ଆସିଛନ୍ତି ମୋ ଘରେ ପୁଣି ମୋତେ ଧମକ ଦେଉଛ? କୋଉ ଘର ଏଇଟା ଆପଣଙ୍କ ଘର ନୁହେଁ ହଁ ହଁ ମୋ ଘର। ଏଇଟା ହଉଛି ଆମ ଘର ରହିଯାଅ। ମୋ ଗୁରୁ ମତେ ଆଦେଶ ଦେଇଛନ୍ତି ମୁଁ ତୁମକୁ ଛାଡ଼ିବିନି। ବଡ଼ ଭାଇ ଯଦି ପାଦେ ଆଗକୁ ଆସିବ ନା କଥାଟା ଭଲ ହେବନି କହିଦଉଛି ଆମେ ଜମାରୁ ସେମାନଙ୍କୁ ପୋଷାଣିବେ। ଆଜିଠୁ ମୁଁ ହେବି ରାଜ୍ୟର ଏକ ଛତ୍ରବାଦ ଶାସକ। ହେ ବେଇମାନ! ମୋହର ଘରେ ପୁଣି ମୋତେ ଧମକ ଦେଉଛୁ? ଉଲଙ୍ଗର ଆରେ ଚିହ୍ନି ନାହୁଁ? ଓ ହେଉଛି ରାଜା। ନାହିଁ ଆରେ ରାଜ୍ୟ ରାଜ ସିଂହାସନ ପାଇବା ପାଇଁ ଓ ଦରକାର ପଡ଼ିଲେ ସମସ୍ତଙ୍କୁ ବଳି ଚଢ଼ାଇ ପାରେ। କାହିଁକି ନା ଏଠି ସମସ୍ତେ ଗୋଟେ ବେଇମାନ ଆଉ ସ୍ୱାର୍ଥପର ମଣିଷ। ଆଉ ମୋ ନିଜ ସ୍ୱାର୍ଥ ପାଇଁ ଦରକାର ପଡ଼ିଲେ ତୁମମାନଙ୍କୁ ବି ରାସ୍ତାରୁ ହଟାଇ ଦେବିଲୋ। ମୂର୍ଖ ଉଲଙ୍ଗର ହର୍ବାଚିଲା ପଶୁ ଜାଣି ଜାଣି ଲମ୍ପ ଦେଉଛୁ ଏ ଜ୍ୱଳନ୍ତ ଅଗ୍ନିକୁ। ଧର ଅସ୍ତ୍ର କରରଣ କ୍ଷତ୍ରିୟ କୁଳରେ ଜନ୍ମ ହୋଇଛି ପଛଘୁଞ୍ଚା ଦେବି ନାହିଁ କେବେ। ବଡ଼ ଭାଇ ଆପଣ କ'ଣ ଭୁଲି ଯାଇଛନ୍ତି ସାପକୁ ଯେତେ କ୍ଷୀର ଦେଲେ ମଧ୍ୟ ଦିନେ ନା ଦିନେ ସିଏ ଚୋଟ ମାରେ ଚୁପ୍ କର କଲଙ୍କିନୀ ନାରୀ, ବିହା ବିଚାରିଣୀ ଅରକ୍ଷଣୀ, ତୋ ମୁଖରେ ଏତେ କଥା କହିବାକୁ ସାହସ ଆସିଲା କେମିତି? ବଡ଼ ଭାଇ ଆପଣ ବୋଧେ ଭୁଲି ଯାଉଛନ୍ତି ଆପଣଙ୍କର ଏ ପଙ୍ଗୁ ସ୍ତ୍ରୀକୁ ଆଣି ଏଠି କ'ଣ ଆମେ ଧୂପ ଆଳତି ଦେଇ ପୂଜା କରିବୁ ଚୁପ୍ କର। ଆଳତି ଶଙ୍ଖ ଘଣ୍ଟ ବଜେଇ ସ୍ୱାଗତ କରିବୁ। ବଡ଼ ଭାଇ ଏବେ ଆପଣ ଏ ରାଜ୍ୟର ରାଜା ନୁହେଁ ଆପଣ ଜଣେ ଦାଣ୍ଡର ଭିକାରୀ। ନା ତୁ ଏ କ'ଣ ସବୁ କହିଯାଉଛୁ? ହଁ ବଡ଼ ଭାଇ रे मूर्ख बर्बरा देखा ना चातर बड़ी माँ देखाऊ कहीं रे मूर्ख बर्बरा देखा ना चातर बड़ी माँ देखाऊ कहीं रे हाड़ मांस तर करी बिले कच्चा पदर फोर पीबी नहीं रे मूर्ख बर्बरा देखा ना चातर बड़ी माँ देखाऊ कहीं रे गृहरे श्रृगाल कुमार देखाऊचु तू ही बोले बलिहार सिंहर गृहरे श्रृगाल कुमार देखाऊचु तू ही बोले बलिहार अनेक दिन पड़ी सुधांशुर एही गिरे मूर्ख बर्ब
ଭଗବାନ ଏବେ ମୁଁ କ'ଣ କରିବି? ମୁଁ ତ ଆଜି ଯୁଦ୍ଧରେ ପରାସ୍ତ ହୋଇଯାଇଛି। ହେଲେ ବାଘା, ମୁଁ ତୋତେ ହାତ ଯୋଡ଼ି ପ୍ରାର୍ଥନା କରୁଛି, ମୋତେ ଦୟାକରି ଛାଡ଼ିଦିଏ, ମୋତେ ଦୟାକରି ଛାଡ଼ିଦିଏ। ନାଇଁରେ ଅନାଦି ନାଇଁ। ଆଏ ଗୁରୁ ଜମ୍ବାରେ ଛାଡ଼ିବାର ବଡ଼ ଭାଇ ଆପଣ ଭଲରେ ଭଲରେ ଯଦି କଥା ମାନିଥାନ୍ତି କ'ଣ ଏମିତି ଦଶା ଦେଖିବାକୁ ପଡ଼ିଥାନ୍ତା? ଭଉଣୀ, ବଡ଼ ତୁ ଭାଇ କାହିଁକି ଏମିତି ମୋତେ କହୁଛୁ? ବଡ଼ ଭାଇ ଏଇ ବୃଦ୍ଧ ଅବସ୍ଥାରେ ପୁଣି ଏଇ ରାଜା ମୁକୁଟ ଶୋଭା ପାଉନି। ଇ ତୁମେ କ'ଣ କଲ ପ୍ରଭୁ? ଏହିକି ମୋର ନିର୍ଦ୍ଦୟ ମଣିଷମାନେ ମୋତେ କ୍ଷମା କର, ମୋତେ କ୍ଷମା କରିଦିଅ। ହାଲୋ ଫେଣେଇ ମହାଶ, ଆରେ ତୁମର ଦୁଃଖ କଷ୍ଟଟାକୁ ମୁଁ ଆଉ ସହିପାରୁନି। ଏମିତି କେତେ ଦିନ ଛଟପଟ ହେଇ ରାସ୍ତା କଡ଼ରେ ଭିକ ମାଗିବା? ଏ ଅନାଦି, यार मुकुटटाको आड़बे ହଁ ଗୁରୁ एते ना अलंकार अच्छे आड़बे ହଁ ହଁ ସେଇ ରାଜା ମୁକୁଟ ଆଉ ଶୋଭା ପାଉନି। ଦେଇଦିଅ ନା ବଡ଼ ଭାଇ। ଆପଣଙ୍କ ସେ ରତ୍ନହାର ମଧ୍ୟ ଶୋଭା ପାଉନି। ଆରେ ଅନାଦି, ସେଇ ସୁନା ଗହଣା କାଢ଼ି ପକା। ଠିକ ଅଛି। अब देखुचु अति शीघ्र काढ़ी पका। ବଡ଼ ଭାଇ ଏବେ ଜାଣିପାରିଲ ନା, ସ୍ୱାର୍ଥପର ଏଠି ସବୁ ମଣିଷ। हे प्रभु जगन्नाथ जगतर नाथ, यही की तोहर विचित्र लीला के ठाकुरे, यही की तोहर विचित्र लीला। काली जे राजेन्द्र पदरे आज मु डाक्टर भिकारी
ମୁଁ ଗୋଟାଏ ଦାଣ୍ଡର ଭିକାରୀ। ଭେଳେଇ ମହାସହ ନା ଆରେ ସେଦିନ ଦ୍ୱାପର ଯୁଗ ଥିଲା ବୋଲି ଦ୍ରୌପଦୀର ବସ୍ତ୍ର ହରଣ ବେଳେ ଭଗବାନ ଧରାପୃଷ୍ଠକୁ ପଦାର୍ଥ କରିଥିଲେ। ଆରେ ଏଇଟା ହଉଛି ଘର କଳି ଯୁଗ, ଏଠିରେ ଆଉ ଭଗବାନ ଆସିବେନି। ଆମେ ଏକା ସୃଷ୍ଟି କରିବା ନୂଆ କାହାଣୀ। କଣ କହୁଛ ଝଞ୍ଜା? ବଡ଼ ଭାଇ, ଯଦି ଆମର କୌଣସି ଭୁଲ ହେଇଯାଇଥାଏ କ୍ଷମା କରିଦେବେ। ବଡ଼ ଭାଇ, ଦୟାକରି ଆପଣ ଏଠାରୁ ଯିବେ ନା ମୁଁ ଧୋକା ମାରି ବାହାର କରିବା ପାଇଁ ବାଧ୍ୟ ହେବି। ମୁଁ ଚାଲିଯିବି। ହଁ ହଁ, ଶୀଘ୍ର ଯାଆନ୍ତୁ। ବଡ଼ ଭାଇ, ଆଉ ଗୋଟିଏ କଥା ଶୁଣନ୍ତୁ। ତୁମର ଏଇ ଖାଲି ହାତରେ ନା ଏମିତି ସବା ପାଣି ମୁଁ ଗୋଟିଏ ଥାଳି ଦେଇ ଦଉଛି, ଭିକ ମାଗିକି ଖାଇ ନେବେ। ଏକ ମାଗିବା ଛଡ଼ା ଆଉ ତୁମର କୌଣସି କାମ ନାହିଁ। ତୁମେ ଗୋଟିଏ ରାସ୍ତା କଡ଼ର ଗୋଟିଏ ଥୁଣ୍ଟା ବରଗଛ ପାଲଟି ଯାଇଛ, ଯାହାର ଶାଖା ପ୍ରଶାଖାରେ ମଳିଆ ପତ୍ର ଆଉ ପାଲି ପାରିବନି। ଆବେ ଅନାଦେ, এইটাକୁ ଗଲା ଧକ୍କା ଦେଇ ଏ ରାଜ୍ୟରୁ ବାହାର କରିଦେବେ। ବାକା କହିକି ଯାଇଛି ବଡ଼ ଦାଣ୍ଡରେ ଯାଇ ଭିକ ମାଗି ଖାଇବା ପାଇଁ। ହେଲେ ଏଇ ତ ଜଗନ୍ନାଥ ଧାମ, ଏଇ ତ ବଡ଼ ଦାଣ୍ଡ। ଏଇଠି ମୁଁ ଭିକ୍ଷା କରି ମୋ ସୁରୁଚିକୁ କିଛି ଖୁଆଇବାକୁ ପଡ଼ିବ। ଭିକ୍ଷା ଦିଅ, ଭିକ୍ଷା ଦିଅ ଗଜାନନୀ, ଭିକ୍ଷା ଦିଅ, ଭିକ୍ଷା ଦିଅ। ତୁମ ଦ୍ୱାରେ ଭିକ ମାଗୁଅଛି, ମୁଁ ଜଣେ ଭିକାରୀ ପୁଅ ଗଜାନନୀ, ମୁଁ ଜଣେ
କେମିତି ମା ଏ ବାବୁ ଭିକ୍ଷା ମୋତେ ଦେଲୁ। हे ग्रामवासी मା ମାଉସୀ ମାନେ ଯାହାର ଯଦି ଦୟା ଥିବ ଏ ଦୁଃଖୀ ଦରିଦ୍ରକୁ ଭିକ୍ଷା ମୁଠେ ଦେବ ମା ଭିକ୍ଷା ମୁଠେ ଦେବ। 3 ଦିନ ହେଲା ଜଲୁଛି ଏହି ମୋର ମହାଣ ସେ କବି କାଳରେ ବୁଲୁଛି ଭିକ୍ଷା କାଳ ପାଟିଲା। ଭିକ୍ଷା ମୁଠେ ଦିଅ ବାବୁ ଭିକ୍ଷା ମୁଠେ ଦିଅ। ମାଗୋ ମାଉସୀ ମୋର କରୁଅତି ମୁଅଲି ଯାର ଯଦି ଦୟା ଥିଲେ ମା ଭିକ୍ଷା ଦିଅ ଏ ସାରି। हे भगवान देखु देखु सूर्य अस्त हो जाउछि जाए ସେହି ବୃକ୍ଷ ତଳରେ ରନ୍ଧନ କରି ସମସ୍ତ ମା ମାନଙ୍କ ଅନୁରୋଧ ମୋ ସୁରୁଚିକୁ ନାଟକ କିଛି ସମାପନ ଖାଇବାକୁ ହେବାର ଦେବି। ସମସ୍ତେ ଟିକେ ବସି ହଁ ହଁ ମୋ ସୁରୁଚିକୁ କିଛି ଖାଇବାକୁ ଦେବି। ସ୍ୱାର୍ଥପର ଏ